ସାର୍ ନମସ୍କାର। ନମସ୍କାର ସାର୍ ଆପଣଙ୍କ ନାମ କ'ଣ? ନୀଳମାଧବ ନାୟକ। ସାର୍ ଆପଣ କ'ଣ କାମ କରନ୍ତି? ମୁଁ ଇଣ୍ଡିଆନ୍ ଆର୍ମିରେ ଅଛି ଆପଣ ସାର୍ ଇଣ୍ଡିଆନ୍ ଆର୍ମିରେ ସର୍ଭିସ୍ କରୁଛନ୍ତି। ସାର୍। କେଉଁଠି ଆପଣ ପୋଷ୍ଟିଂ ଅଛନ୍ତି ଏବେ? ମୁଁ ଆଗ୍ରାରେ ପୋଷ୍ଟିଂ ଅଛି ଆପଣ ଆଗ୍ରାରେ ପୋଷ୍ଟିଂ ଅଛନ୍ତି। ସାର୍। ଆପଣ କ'ଣ ସମସ୍ୟା ଆପଣଙ୍କ ହେଉଥିଲା ଯେ ଆପଣ ଆମର ସୁପ୍ରିମ୍ ବେସିକ୍ ଚାରିଟେବୁଲ୍ ଟ୍ରଷ୍ଟକୁ ଆସିଲେ? ସାର୍ ମୁଁ 1 ଇୟର୍ ଅର୍ଥୋପେଡ଼ିକ୍ ସ୍ପେଶାଲିଷ୍ଟ ଆଗ୍ରାରେ ଟ୍ରିଟମେଣ୍ଟ କରିଥିଲି। ମୋର ସର୍ଭାଇକାଲରେ ପ୍ରୋବ୍ଲେମ୍ ଥିଲା C5 C6ରେ। ମେଡ଼ିସିନ୍ କଣ୍ଟିନ୍ୟू କରିଥିଲି, ଠିକ୍ ଥିଲା। ଯେମିତି ମେଡ଼ିସିନ୍ ବନ୍ଦ କରିଦେବି ପେନ୍ ଆରମ୍ଭ ହୋଇଯାଉଥିଲା, ବହୁତ ପ୍ରୋବ୍ଲେମ୍ ହେଉଥିଲା। ଡ୍ୟୁଟି ବି ଠିକ୍ସେ କରିପାରୁନଥିଲି। ଆଉ ତାପରେ ଆମର ଭଉଣୀ ଜଣେ ଏଠି ଟ୍ରିଟମେଣ୍ଟ ହେଇକି ଯାଇଥିଲେ, ସେ କହିଲେ ସୁପ୍ରିମ୍ ବେସିକ୍ ଚାରିଟେବୁଲ୍ ଟ୍ରଷ୍ଟରେ ଡକ୍ଟର ପ୍ରିୟବ୍ରତ ସାର୍ଙ୍କ ବିଷୟରେ। ତ ସେଇ ଭରସାରେ ମୁଁ ଆସିଥିଲି ଏଠି ଟ୍ରିଟମେଣ୍ଟ ହେବା ପାଇଁ। ଆପଣ ସାର୍ କ'ଣ ସମସ୍ୟା ହେଉଥିଲା? ମୋର ନେକ୍ ପେନ୍, ସୋଲ୍ଡର ପେନ୍ ବହୁତ ହେଉଥିଲା। ନେକ୍ ପେନ୍ ସୋଲ୍ଡର ପେନ୍ ହେଉଥିଲା। ଆପଣ ଯେହେତୁ ଭଉଣୀ ଏଇଠି ଆମ ପାଖରେ ଭଲ ହେଇକି ଯାଇଛନ୍ତି, ଭଉଣୀଙ୍କ ଗୋଟେ ଭରସାରେ ଆପଣ ଆଗ୍ରାରୁ ଆସିଲେ। ଆଗ୍ରାରେ ବିଭିନ୍ନ ଡାକ୍ତରଙ୍କୁ ଦେଖେଇଥିଲେ, କିଛି ଉପଶମ ମିଳିନଥିଲା। ଆପଣ ଯେଉଁ ଏଇଠିକି ଆସିକି ଫିଜିଓଥେରାପି କଲେ, ଆଜି ଆପଣଙ୍କର ଟ୍ରିଟମେଣ୍ଟ ସରିଲା। ଆପଣ ଆଜି ନିଜ ମାସକୁ ଯିବେ, ଟିକେ ରଜ ଛୁଟି ବନେଇବେ, ରଜରେ ବୁଲିକି ଆପଣ ଫେର ବ୍ୟାକ୍ ଟୁ ଆଗ୍ରା ଯିବେ। ଆଜି ଡେଟ୍ରେ ଆପଣଙ୍କୁ କେମିତି ଲାଗୁଛି? ଆଜି ସାର୍ ମୁଁ ବହୁତ ଖୁସି, କାହିଁକିନା ଯେ ସମୟରେ ମୁଁ ଏଠି ଫାର୍ଷ୍ଟ ଟାଇମ୍ ଆସିଥିଲି ବହୁତ ଡିପ୍ରେସନ୍ ହେଇଯାଇଥିଲି। କାହିଁକିନା ମୋର ବି ଛୋଟ ଛୋଟ ଛୁଆ 2 ଜଣ ଅଛନ୍ତି, ସେଥିପାଇଁ ଭଲ ଫ୍ୟୁଚର୍ ନେଇକି ମୋର ଟେନସନ୍ ହେଇଯାଇଥିଲି। ଡ୍ୟୁଟିରେ ବି ଟେନସନ୍ ଥିଲି, କିନ୍ତୁ ଆଜି ଟ୍ରିଟମେଣ୍ଟ ହେବା ପରେ ସାର୍ଙ୍କ ପାଖରେ ଫୁଲି କ୍ଲିୟର୍ ହେଇସାରିଛି ମୁଁ। ଆଉ କିଛି ପ୍ରୋବ୍ଲେମ୍ ନାହିଁ ମୋର, ତେଣୁ ବହୁତ ଖୁସି ହେଇଯାଇଛି ସାର୍। ଆପଣଙ୍କ ଦେଖନ୍ତୁ, ଦୁଇଟା ଛୋଟ ଛୋଟ ଛୁଆ ଆପଣଙ୍କର, ଆପଣ ଘରର ମୁରବୀ ହିସାବରେ ଘର ଚଳାଉଥିଲେ। ଯେତେବେଳେ ଡାକ୍ତର ଆପଣଙ୍କୁ କହିଥିଲେ ସ୍ପାଇନାଲ୍ କର୍ଡ଼ କମ୍ପ୍ରେସନ୍ ହେଇଛି, ଆପଣ ଗୋଟେ ମନରେ ଗୋଟେ ବିଭ୍ରାନ୍ତ ସୃଷ୍ଟି ହେଇଥିବ ଯେ କ'ଣ କରିବି, ମୋ 2ଟା ଛୋଟ ଛୁଆ, ସ୍ତ୍ରୀ, ଘର ସମସ୍ୟା ଜଞ୍ଜାଳ ଅଛି, କ'ଣ କରିବି। ଆଜି ଆପଣ ବହୁତ ଖୁସିରେ ଯାଉଛନ୍ତି, ଆମକୁ ବି ବହୁତ ଖୁସି ଲାଗୁଛି ଯେ ଆପଣ ଗୋଟେ ନିରୋଗୀ ହେଇକି ଯାଉଛନ୍ତି। ମୁଁ ଆଶା କରିବି ଜଗନ୍ନାଥଙ୍କ ପାଖରେ ଯେ ଆପଣ ସାରା ଜିନ୍ଦଗି ନିରୋଗୀ ରୁହନ୍ତୁ ଆଉ ଭଲରେ ରୁହନ୍ତୁ। କାରଣ ଆପଣ ହିଁ ଭଲ ରହିଲେ ଭାରତବାସୀ ସମସ୍ତେ ଭଲରେ ରହିବେ। ଯେହେତୁ ଆପଣ ଇଣ୍ଡିଆନ୍ ଆର୍ମିରେ କାମ କରୁଛନ୍ତି, ଆପଣ କେତେ ଦୂରରେ ନିଜ ଘର ପରିବାରକୁ ଛାଡ଼ିକି ସେଠି କାମ କରୁଛନ୍ତି। ଆମେ ବି ଆଶା କରୁ ଯେ ଆପଣଙ୍କ ଦେହଟା ଭଲ ରହୁ। ଆପଣ ଭଲ ରହିଲେ ଭାରତବାସୀ ସମସ୍ତେ ଭଲରେ ରହିବେ। ଆଚ୍ଛା, ଯେଉଁ ନୂଆ ଲୋକ ଆମ ପାଖକୁ ଏଇଭଳିଆ ରୋଗ ନେଇକି ଆସୁଛନ୍ତି ସମସ୍ୟା, ଆପଣ ତାଙ୍କୁ ଆମର ସୁପ୍ରିମ୍ ବେସିକ୍ ଚାରିଟେବୁଲ୍ ଟ୍ରଷ୍ଟ ବିଷୟରେ କ'ଣ କହିବେ? ମୁଁ ଏତିକି କହିବି କି ଡକ୍ଟର ପ୍ରିୟବ୍ରତ ସାର୍ ଏତେ ଫ୍ରି ଫ୍ରାଙ୍କ ପ୍ରୋବ୍ଲେମ୍ ସବୁ କିଛି ସେ ଡିସ୍କସନ୍ କରନ୍ତି। ଆଉ ପେସେନ୍ସ ରଖିବା ଜରୁରୀ। ପେସେନ୍ସ ରଖିଲେ ନିଶ୍ଚିନ୍ତ ଆପଣ ଠିକ୍ ହେଇକି ଏଠୁ ଯିବେ, ଇଏ ମୋର ସମ୍ପୂର୍ଣ୍ଣ ବିଶ୍ୱାସ। ଏଠୁ ବିନା କ୍ୟୁର୍ ହେଇକି କେହି ଏଠି ଯିବେ ନାହିଁ। ଧନ୍ୟବାଦ, ଆପଣ ଆମକୁ ମୂଲ୍ୟବାନ ସମୟ ଦେଲେ। ଭଗବାନ ଆପଣ ଦୀର୍ଘାୟୁ ଆୟୁଷ ଦିଅନ୍ତୁ, ଭଲ ରଖନ୍ତୁ, ଖୁସିରେ ରଖନ୍ତୁ। ନମସ୍କାର। ନମସ୍କାର ସାର୍, ଥ୍ୟାଙ୍କ ୟୁ ସାର୍।